ସମ୍ପର୍କ ଆଗରୁ ଆତ୍ମୀୟ ସ୍ୱଜନ ଆମ ଘରକୁ ଆସିଲେ ତାଙ୍କୁ କଦଳୀ ପତ୍ରରେ ଖାଇବା ପାଇଁ ଦିଆଯାଉଥିଲା ଏବଂ ସମ୍ପର୍କ କଦଳୀ ପତ୍ର ପରି ଚିର ସବୁଜ ହୋଇ ରହୁଥିଲା। ତାପରେ ଆସିଲା ମାଟିର ପାତ୍ର। ସମ୍ପର୍କ ଠିକ୍ ମାଟି ପରି ଜାବୁଡ଼ି ହୋଇ ରହିଲା। ତାପରେ ଆସିଲା କଂସା ପିତ୍ତଳର ଯୁଗ। ସମ୍ପର୍କ 2-4 ମାସରେ ବେଳେ ବେଳେ ଚମକିବା ପାଇଁ ଲାଗିଲା। ତାପରେ ଆସିଲା କାଚ, ଶଙ୍ଖ, ପ୍ଲେଟ୍ର ପରସା। ସେଗୁଡ଼ିକ ଆସିବା ପରେ ସେଗୁଡ଼ିକ ଯେମିତି ଭାଙ୍ଗି ଯାଉଥିଲା, ସମ୍ପର୍କ ମଧ୍ୟ ସେହିପରି ଭାଙ୍ଗିବା ପାଇଁ ଲାଗିଲା। ଏବେ ତ ଆଉ କଂସା, ଶଙ୍ଖ ଏସବୁର ପ୍ରଚଳନ ନାହିଁ। ଏବେ ଆସିଲାଣି କାଗଜର ପ୍ଲେଟ୍ର ଚାହିଦା ୟୁଜ୍ ଆଣ୍ଡ ଥ୍ରୋ। ତେଣୁ ସମ୍ପର୍କ ମଧ୍ୟ ଠିକ୍ ସେମିତି ବ୍ୟବହାର କର, ଫୋପାଡ଼ି ଦିଅ। ଦରକାର ଅଛି ତାଙ୍କ ପାଖରେ ଠିଆ ହୋଇ ନିଜର ସ୍ୱାର୍ଥ ହାସଲ କର, କିନ୍ତୁ ଦରକାର ସରିଗଲା ପରେ ସମ୍ପର୍କ ଯେଉଁଠି ଥିଲା ସେଇଠି ରହିଗଲା।